ଏବେ ଗୁଳିଆ ସେଲ୍ଫି ନେବା ପାଇଁ ତାଙ୍କ ବାବା ଠାରୁ ଏବେ ବିବେକଙ୍କ ଠାରୁ ସେ ଜିଦ୍ କରିଛନ୍ତି ସେଲ୍ଫି ନେବା ପାଇଁ। ଆଉ ଠିକ୍ ସମୟରେ ଏମିତି ସେଲ୍ଫି ନେଉଥିଲେ। ଆଉ ତାପରେ ବବଲୁଙ୍କ ଚଗଲାମି ଏବେ ବବଲୁ ସିଧା ଆସିଲେ ଆଉ ତାଙ୍କୁ ଧକ୍କା ଦେଲେ ଆଉ ମୋବାଇଲଟା ପାଣି ହୋଇଗଲା। ଆଉ ଏବେ ବୁଲବୁଲ ବହୁତ ରାଗିଲେ, ଏମିତି ତୁ ଅକାତ ନୁହଁ, ଏଇଟା ଦାମୀ ମୋବାଇଲ ତୁ କାହିଁକି ଭାଙ୍ଗିଲୁ? ଆଉ ଏଥିରେ ତାର ବହୁତ ଇମ୍ପୋର୍ଟାଣ୍ଟ ଥିଲା। ଆଉ ତୁ କ'ଣ ଜାଣିଛୁ, ତମେ ମା ଝିଅ ଏବେକୁ ଏମିତି ହଇରାଣ କରିସାରିଲଣି। ଏବେ ବିବେକ ଚୁପ୍ ରହିବାକୁ କହୁଛନ୍ତି କିନ୍ତୁ ସେ ମାନୁନାହାନ୍ତି। ଆଉ ତାପରେ ଏବେ ସୁନୟନା କହୁଛନ୍ତି ଠିକ୍ ଅଛି, ମୁଁ ଏଇ ମୋବାଇଲଟାକୁ ଏବେ ଚାଉଳ ଡବାରେ ରଖିଦେଉଛି। ଆଉ ଏମିତି କହି ସିଧା କିଚେନ୍ ଆଡ଼କୁ ଗଲେ। ଆଉ ତାପରେ ସୁଗନ୍ଧା ଦେଖିଲେ କିଚେନ୍ ଘରକୁ ଯିବା ପାଇଁ। ତାପରେ ସୁଗନ୍ଧା ଭାବିଲେ କ'ଣ ସେଇ ଡବା ଦେଖିପାରିବେନି ତ? ଆଉ ସେଥିପାଇଁ ତାଙ୍କ ପଛରେ ଗଲେ। କ'ଣ ସତ ରହସ୍ୟ ଜଣାପଡ଼ିବ? ଏବେ କ'ଣ ସୁଗନ୍ଧାଙ୍କ ଚାଲ ସତରେ ଜଣାପଡ଼ିବ? ଏବେ ସମସ୍ତେ କ'ଣ ସୁଗନ୍ଧାଙ୍କ ଏମିତି ଚାଲ ଜଣାପଡ଼ିଯିବ? ଆଉ ଏବେ ସୁଗନ୍ଧା କ'ଣ ସୁନୟନାଙ୍କୁ ଏମିତି କରିବାକୁ ବିବେକ ମାନିନେବେ? ସେଇଟା ଆପଣମାନେ କମେଣ୍ଟ। ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଛି ତାହେଲେ ଆମକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କୁ ଏମିତି ଭିଡ଼ିଓ ସବୁଠାରୁ ପ୍ରଥମେ ପାଇପାରିବେ।